ॐ नीलाचल निवासाय नित्याय परमात्मने बलभद्र सुभद्राभ्यां जगन्नाथाय ते नमः। ॐ मूकं करोति वाचालं पङ्गुं लङ्घयते गिरिं यत्कृपातमहं वन्दे परमानन्दमाधवम्। जं ब्रह्मा वरुणेन्द्र रुद्रमरुतः स्तुन्वन्ति दिवैस्तवै वेदै साङ्गपदक्रमोपनिषदे अर्गायन्ति जं सामगाः ध्यानावस्थित तद्गतेन मनसा पश्यन्ति जं योगिनो यस्यान्तं न विदुः सुरासुरगणा देवाय तस्मै नमः। नारायणं नमस्कृत्य नरं चैव नरोत्तमं देवीं सरस्वतीं व्यासं ततो जयमुदीरयेत्। अथ सुखदेव वंदना। जह स्वानुभावमखिल श्रुतिसारमेक मध्यात्मदीप मतितेतर्सतां तमन्धं संसारिणां करुणयाः पुराणगुह्यं तं व्याससूनुमुपयामि गुरुं मुनीनाम्। स्वसुखनिभृतचेता तद्विउदस्तान्यभावो व्यजितरुचिरलीला कृष्टसारस्तदीयम् व्यतनुत कृपया च तत्त्वदीपं पुराणं तमखिलभृजिनघ्नं व्याससूनुं नतोऽस्मि। ओम श्री गणेशाय नमः। ओम नमो भगवते वासुदेवाय। ओम कृष्णं नारायणं वन्दे कृष्णं वन्दे व्रजप्रियं कृष्णं द्वैपायनं वन्दे कृष्णं वन्दे पृथासुतम्। ଆମେ ପୂର୍ବ ଦିନ ଚାରି ଋଷିଙ୍କର ସତ୍ସଙ୍ଗର କରିଥିଲେ, ତାଙ୍କର ଦର୍ଶନ ପ୍ରାପ୍ତ କରିଥିଲେ। ସେଥିରେ ଏତେ ଆନନ୍ଦିତ ହୋଇଯାଇଥିଲେ। ଫଳ ସେ କଣ କଣ ସବୁ ମୁହୂର୍ତ୍ତ ମଧ୍ୟ ସତ୍ସଙ୍ଗର ଲାଭ ଏତେ ଅଧିକ ଯେ କଣ ଲାଭ ସେ ମଧ୍ୟ ତାହା ପ୍ରକାଶ କରିଛନ୍ତି। ଏବଂ ଆମର ଜଗତଗୁରୁ ଶଙ୍କରାଚାର୍ଯ୍ୟ ଯେ ଆଦି ଜଗତଗୁରୁ ସେ କହିଛନ୍ତି ଯେ କ୍ଷଣମିହ ସଜ୍ଜନ ସଙ୍ଗତି ରେକା ଭବତି ଭବାର୍ଣ୍ଣବ ତରଣୀ ନୌକା। ଅର୍ଥାତ୍ କ୍ଷଣକ ପାଇଁ ଯଦି ସତ୍ସଙ୍ଗ ପ୍ରାପ୍ତ ହୋଇଯାଏ ନା, ତାହେଲେ କଣ ହୁଏ ନା ସେଇ ସତ୍ସଙ୍ଗ କ୍ଷଣକର ସତ୍ସଙ୍ଗର ମୂଲ୍ୟ କଣ ନା ଭବତି ଭବାର୍ଣ୍ଣବ, ଏଇ ଭବାର୍ଣ୍ଣବଟାକୁ ଏଇ ସଂସାର ରୂପକ ଅର୍ଣ୍ଣବ ଅର୍ଥ ସମୁଦ୍ରକୁ ତରିବା ପାଇଁ ତାହା ନୌକା ସଦୃଶ। କଣ ନା କ୍ଷଣକ ପାଇଁ ଯୋଉ ସତ୍ସଙ୍ଗ ପ୍ରାପ୍ତ ହୁଏ, ସେଇ ସତ୍ସଙ୍ଗର ଲାଭ ହଉଛି ଏଇ ଅର୍ଣ୍ଣବ, ଏଇ ମହାନ ଅର୍ଣ୍ଣବକୁ, ଏଇ ଅନନ୍ତ ସାଗରକୁ ପାରି ହବା ପାଇଁ ତାହା ନୌକା ସଦୃଶ। ତେଣୁ ସତ୍ସଙ୍ଗର ମହିମା ଅନେକ ମହାନ ପୁରୁଷ ମାନେ ଅନେକ ଭାବରେ ଗାଇ ଚାଲିଛନ୍ତି। ଆଜି ଦେବର୍ଷି ନାରଦ ମଧ୍ୟ ସେଇ କଥା କହିଛନ୍ତି। ଆମେ अथ तृतीयोऽध्यायः भक्ति देवीଙ୍କ कष्ट निवृत्त। नारद उवाच ज्ञानयज्ञं करिष्यामि शुकशास्त्र कथोज्ज्वलम् भक्ति ज्ञान विरागाणां तापनार्थं प्रदत्तनतः। ଶ୍ରୀ ନାରଦ କହିଲେ, ତାହେଲେ ମୁଁ ଭକ୍ତି ଜ୍ଞାନ ଓ ବୈରାଗ୍ୟଙ୍କୁ ପ୍ରତିଷ୍ଠିତ କରିବା ନିମନ୍ତେ ସୁକଦେବଙ୍କ ବର୍ଣ୍ଣିତ ଉଜ୍ଜ୍ୱଳ ଭାଗବତ କଥା ଦ୍ୱାରା ଯତ୍ନ ପୂର୍ବକ ଜ୍ଞାନ ଯଜ୍ଞ କରିବି। ତାହେଲେ ସେ ଯେତେବେଳେ ପରାମର୍ଶ ଦେଲେ ଯେ ଯେତେ ଯଜ୍ଞ ସବୁ ରହିଛି, ଜ୍ଞାନ ଯଜ୍ଞ, ଦ୍ରବ୍ୟ ଯଜ୍ଞ, ତପ ଯଜ୍ଞ, ଯେତେ ସବୁ ଯଜ୍ଞ ରହିଛି ସବୁଥିରେ ଶ୍ରେଷ୍ଠ ଯଜ୍ଞ ହଉଛି ଜ୍ଞାନ ଯଜ୍ଞ। ତେଣୁ ନାରଦ ଯେତେବେଳେ ଜାଣିପାରିଲେ, ଦେବର୍ଷି ଯେତେବେଳେ ଜାଣିଲେ ଯେ ପ୍ରକୃତ ଜ୍ଞାନ ଯଜ୍ଞର ମହତ୍ଵ କଣ, ତାପରେ ନାରଦ ସ୍ୱୀକାର କଲେ ଯେ ମୁଁ ସେଇ ଜ୍ଞାନ ଯଜ୍ଞ କରିବି ଯାହାକି ଯୋଉ ଭାଗବତ କଥା ଯୋଉ ବର୍ଣ୍ଣନା କରିଛନ୍ତି ସୁକଦେବ ପରମହଂସ, ଯୋଉ ଭାଗବତ କଥା ଯୋଉ ବର୍ଣ୍ଣନା କରିଛନ୍ତି, ମୁଁ ତାକୁ ଯତ୍ନ ପୂର୍ବକ ଅତି ଚେଷ୍ଟା କରିକି ବହୁ ଭାବରେ ଆଗ୍ରହର ସହିତ ମୁଁ ସେଇ ଜ୍ଞାନ ଯଜ୍ଞ କରିବି, ଭାଗବତ କଥା ପାରାୟଣ କରିବି। କୁତ୍ର କାର୍ଯ୍ୟ ମୟା ଯଜ୍ଞ
स्थलं तद्वाच्यतामिह महिमा शुक्लशास्त्रस्य वक्तव्य वेद पारगैः। ଆପଣ ମାନେ ମତେ ଗୋଟିଏ ଉପଯୁକ୍ତ ସ୍ଥାନ କହିଦିଅନ୍ତୁ ଯେଉଁଠିକି ମୁଁ ଉକ୍ତ ଯଜ୍ଞ କରିବି। ଆପଣ ମାନେ ତ ବେଦରେ ପାରଙ୍ଗମ, ତେଣୁ ମତେ ଏହି ଶୁକଶାସ୍ତ୍ରର ମହିମା କୁହନ୍ତୁ। ତାହେଲେ ପୁନର୍ବାର କହୁଛନ୍ତି ସେ ସନକାଦି ଋଷିଗଣଙ୍କୁ ଯେ ହେ ମହାତ୍ମା ଗଣ, ଆପଣ ମାନେ ମତେ ସେଇ ସ୍ଥାନ କହିଦିଅନ୍ତୁ ଯୋଉ ସ୍ଥାନରେ ବସି ସେଇ ଯୋଉ ସ୍ଥାନର ମହିମା ମହତ୍ଵ ଅଧିକ ଥିବ ଏବଂ ମୁଁ ସେଇ ସ୍ଥାନରେ ବସି ଯେମିତି ଭାଗବତ କଥା ପାରାୟଣ କରିବା ମାତ୍ରକେ ଯେମିତି ସେ ଶୁକଶାସ୍ତ୍ର ଯୋଉ ଭାଗବତ ତାହାର ମହତ୍ଵ ଅନେକ ଗୁଣ ବୃଦ୍ଧି ପାଇବ, ମତେ ସେଇ ସ୍ଥାନ ଦୟାକରି କହିଦିଅନ୍ତୁ ଯେଉଁଠିକି ମୁଁ ସେଇ ଜ୍ଞାନ ଯଜ୍ଞ କରିପାରିବି। ଯେହେତୁ ଆପଣ ବେଦରେ ପାରଙ୍ଗମ, ତେଣୁ ଆପଣ ନିଶ୍ଚିତ ସେ ସ୍ଥାନ ମଧ୍ୟ ଦର୍ଶାଇ ଦେବେ ଯେ ଏଇ ସ୍ଥାନରେ ଯାଇ କରନ୍ତୁ। कियद्भिर्दिवसै श्राव्या श्रीमद्भागवती कथा को विधि तत्र कर्तव्यो ममेदं ब्रुवतामितः। ଶ୍ରୀମଦ୍ ଭାଗବତ କଥା କେତେ ଦିନରେ ଭିତରେ ଶୁଣାଇବା ଉଚିତ ଓ ତାହା ଶୁଣିବାର ବିଧି କଣ ମତେ ତାହା ମଧ୍ୟ କହିଦିଅନ୍ତୁ। ତାହେଲେ ପ୍ରତି କଥା ମତେ କହନ୍ତୁ ଯେ ଶ୍ରୀମଦ୍ ଭାଗବତ କଥା କେତେ ଦିନ ମଧ୍ୟରେ ଶୁଣାଇବା ଉଚିତ ଏବଂ ତାର ଶୁଣିବାର ବିଧି କଣ ମତେ ତାହା ମଧ୍ୟ କହିଦିଅନ୍ତୁ। କୁମାର ଉଚୁଃ ଶୃଣୁ ନାରଦ ବକ୍ଷ୍ୟାମ ବିନମ୍ରାୟ ବିବେକିନେ ଗଙ୍ଗା ଦ୍ୱାର ସମୀପେ ତୁ ତଟମାନନ୍ଦ ନାମକମ୍। କହୁଛନ୍ତି ସନକାଦି କହିଲେ ହେ ନାରଦ, ଆପଣ ବାସ୍ତବରେ ବଡ ବିନୟୀ ଓ ବିବେକୀ, ତେଣୁ ଆମେ ସମସ୍ତ ବିଷୟ କହିଦେଉଛୁ ଶୁଣନ୍ତୁ। ହରିଦ୍ୱାର ନିକଟରେ ଗଙ୍ଗା ନଦୀ ତଟରେ ଆନନ୍ଦ ଘାଟ ନାମକ ଗୋଟିଏ ସ୍ଥାନ ରହିଛି। ସେ ସ୍ଥାନ ମଧ୍ୟ କହିଦଉଛନ୍ତି ଯେଉଁ ସ୍ଥାନରେ ବସି ଆପଣ ଭାଗବତ କଥା ପ୍ରବଚନ କରିବେ ସେଇ ସ୍ଥାନ କହୁଛନ୍ତି ଯେ ସେ ସ୍ଥାନ ହେଉଛି ହରିଦ୍ୱାର ନିକଟରେ ଗଙ୍ଗା ନଦୀ ତଟରେ ଗୋଟେ ଆନନ୍ଦ ଘାଟ ନାମକ ଗୋଟିଏ ସ୍ଥାନ ରହିଛି। ନାନା ଋଷି ଗଣୈର୍ଦୁଷ୍ଟଂ ଦେବ ସିଦ୍ଧ ନିଷେବିତଂ ନାନା ତରୁଲତା କୀର୍ଣ୍ଣଂ ନବକୋମଳ ବାଲୁକಂ। ସେଠାରେ ଅନେକ ଋଷି ବାସ କରନ୍ତି, ଦେବତା ଓ ସିଦ୍ଧ ମାନେ ମଧ୍ୟ ସେଇ ତୀର୍ଥ ସେବନ କରନ୍ତି। ସେଠାରେ ନାନା ପ୍ରକାର ବୃକ୍ଷଲତା ପୂର୍ଣ୍ଣ ହୋଇ ରହିଛି ଓ ଘାଟଟି ସ୍ୱଚ୍ଛ ସୁକୋମଳ ଓ ବାଲୁକାରେ ପରିପୂର୍ଣ୍ଣ ହୋଇଛି। ତାହେଲେ ସେ ସ୍ଥାନଟି କୋଉ ପ୍ରକାରର, ଏଇ ପ୍ରକାର ବର୍ଣ୍ଣନା କରୁଛନ୍ତି ଯେ ସେଠାରେ ଅନେକ ଋଷି ରହିଛନ୍ତି, ତୀର୍ଥ ସ୍ଥାନ ନା ଅନେକ ଭାବରେ ସେ ତାହା ପବିତ୍ର, ତେଣୁ ଏଇ ପ୍ରକାରରେ ସେଇ ତୀର୍ଥକୁ ଅନେକ ସେବନ କରନ୍ତି। ତେଣୁ ବୃକ୍ଷଲତାରେ ପୂର୍ଣ୍ଣ ହୋଇ ରହିଥିବା ଏଇ ଘାଟଟି ଅତ୍ୟନ୍ତ ସୁକୋମଳ ଓ ବାଲୁକାରେ ପରିପୂର୍ଣ୍ଣ ବୋଲି କହୁଛନ୍ତି, ସ୍ଥାନର ବର୍ଣ୍ଣନା କରୁଛନ୍ତି। ରମ୍ୟମେକାନ୍ତ ଦେଶସ୍ଥଂ ହେମ ପଦ୍ମ ସୁସୌରଭଂ ଯତ୍ସମୀପ स्थजीवानां वैरं चेतसि न स्थितम्। ज्ञान यज्ञस्त्वया तत्र कर्तव्य ह्यप्रयत्नतः अपूर्व रस रूपा च କଥା ତତ୍ର ଭବିଷ୍ୟତି। ତାହେଲେ କୋଉ ସ୍ଥାନ, କୋଉ ପ୍ରକାରର ସ୍ଥାନ ସେଠି, ସେଇ ସ୍ଥାନଟି ନା ଘାଟଟି ବଡ ସୁନ୍ଦର ଏବଂ ଅତ୍ୟନ୍ତ ସ୍ଥାନଟି ଅତ୍ୟନ୍ତ ନିରୋଳା। ସେଠାରେ ସର୍ବଦା ସ୍ୱର୍ଣ୍ଣ କମଳର ସୁଗନ୍ଧ ପ୍ରସରିତ ହେଉଥାଏ। ସେହି ଆଖପାଖରେ ରହୁଥିବା ସିଂହ, ହାତୀ ଆଦି ପାରସ୍ପରିକ ଶତ୍ରୁତା ଥିବା ଜୀବମାନେ ମଧ୍ୟ ବି ବୈରଭାବ ତ୍ୟାଗ କରିଛନ୍ତି। ସେଠାରେ ଆପଣ ଜ୍ଞାନ ଯଜ୍ଞ ଆରମ୍ଭ କରିଦିଅନ୍ତୁ, ସେଠାରେ ଅନାୟାସରେ ଭାଗବତ କଥାର ଅପୂର୍ବ ରସ ଉଦୟ ହେବ। ତାହେଲେ କହୁଛନ୍ତି ଏଇ ପ୍ରକାର ଯୋଉ ସ୍ଥାନ, ସେ ସ୍ଥାନ ଏତେ ପବିତ୍ର ଯେ ସେଠାରେ ପରସ୍ପର ବୈରଭାବ ଯୁକ୍ତ ଯୋଉ ପ୍ରାଣୀମାନେ ସେମାନେ ମଧ୍ୟ ନିଜର ବୈରତା ପରିତ୍ୟାଗ କରିଦେଇଛନ୍ତି। ଏଇ ପ୍ରକାରର ସ୍ଥାନର ମହତ୍ଵ ସେଠି ରହିଛି। ତେଣୁ ସେଇ ସ୍ଥାନରେ ଯାଇ ଆପଣ ଜ୍ଞାନ ଯଜ୍ଞ ଅନୁଷ୍ଠାନ କରନ୍ତୁ, ଯାହା ଦ୍ଵାରା କି ସେଠାରେ ଅନାୟାସରେ ଭାଗବତ କଥାର ଅପୂର୍ବ ରସ ଉଦୟ ହେବ ଏବଂ ଆପଣ ନିଜକୁ ନିଜ ଆନନ୍ଦ ଅନୁଭବ କରିବେ। ପୁରସ୍ତମ ନିର୍ବଳಂ ଚୈବ ଜରାଜୀର୍ଣ୍ଣ କଳେବରಂ ତଦ୍ବୟଂ ଚ ପୁରସ୍କୃତ୍ୟ ଭକ୍ତି ସ୍ତୋତ୍ର ଗମିଷ୍ୟତି। ଆପଣ ଦେଖିବେ ଭକ୍ତି ଦେବୀ ମଧ୍ୟ ଦୁର୍ବଳ ଓ ଜରାଜୀର୍ଣ୍ଣ ଅବସ୍ଥାରେ ପଡିଥିବା ଜ୍ଞାନ ଓ ବୈରାଗ୍ୟଙ୍କୁ ସାଥିରେ ଧରି ସେଠାକୁ ଚାଲି ଆସିବେ ଏବଂ କହୁଛନ୍ତି ଯେ ଆପଣ ସେଇ ସ୍ଥାନରେ ଯଦି କରିବେ ତାହେଲେ ଭକ୍ତି ଦେବୀ ମଧ୍ୟ ଯୋଉ ଜରାଜୀର୍ଣ୍ଣ ହୋଇ ପଡି ରହିଛନ୍ତି ତାଙ୍କର ଦୁଇ ପୁତ୍ର ଜ୍ଞାନ ଆଉ ବୈରାଗ୍ୟ, ତାଙ୍କୁ ଧରି ସେଇ ସ୍ଥାନକୁ ଚାଲି ଆସିବେ ବୋଲି ପରାମର୍ଶ ଦଉଛନ୍ତି ସନକାଦି ଋଷି।
जत्र भागवती वार्ता तत्र भक्त्यादिकं व्रजेत् कथा शब्दं समाकर्ण्य तत्रिकं तरुणायते। କାରଣ ସେଠାରେ ଭାଗବତ କଥା ଅନୁଷ୍ଠାନ ହୁଏ। ସେଠାରେ ଭକ୍ତି ଦେବୀ ଆଦି ସ୍ୱତଃ ଆସି ପହଞ୍ଚି ଯାଆନ୍ତି। ସେଠାରେ ସେମାନଙ୍କ କାନରେ ଭାଗବତ କଥାର ଶବ୍ଦ ପଡିବା ମାତ୍ରେ 3 ଜଣ ଯାକ ତରୁଣାବସ୍ଥା ଫେରି ପାଇବେ। ତାହେଲେ କହୁଛନ୍ତି, ପରାମର୍ଶ ଦଉଛନ୍ତି ଯେ ଯେଉଁଠି ଭାଗବତ କଥା ଅନୁଷ୍ଠାନ ହୁଏ ସେଠାରେ ଭକ୍ତି ଦେବୀ ସ୍ୱତଃ ଚାଲି ଆସନ୍ତି ଏବଂ ଜ୍ଞାନ ବୈରାଗ୍ୟ ମଧ୍ୟ ଯୋଉ ଭାଗବତ କଥାର ଶବ୍ଦ କର୍ଣ୍ଣରେ ପଡିବା ମାତ୍ରକେ ସେ 3 ଜଣ ଯାକ ନିଜର ତରୁଣାବସ୍ଥା ପ୍ରାପ୍ତ କରି ଦିଅନ୍ତି ବା ଫେରି ପାଇଯିବେ। ସୁତ ଉବାଚ ଏବଂ ମୁକ୍ତ କୁମାରସ୍ତେ ନାରଦେନ ସମଂ ତତଃ ଗଙ୍ଗାତଟଂ ସମାଜଗମୋ କଥା ପାନାୟ ସତ୍ୱରା। ଶ୍ରୀ ସୁତମୁନି କହିଲେ, ଏପରି କହି ସନକାଦି ମଧ୍ୟ ଶ୍ରୀମଦ୍ ଭାଗବତ କଥାମୃତ ପାନ କରିବା ନିମନ୍ତେ ନାରଦଙ୍କ ସହିତ ତୁରନ୍ତ ଗଙ୍ଗା ତଟକୁ ଚାଲି ଆସିଲେ। ତାହେଲେ ଏଇ ସମୟରେ ଯେତେବେଳେ ନାରଦ ଆସିବାକୁ ପ୍ରସ୍ତୁତ ହେଇଗଲେଣି ଗଙ୍ଗା ତଟକୁ, ସେ ସମୟରେ ସନକାଦି ଋଷି ମଧ୍ୟ ନାରଦଙ୍କ ସହିତ ଗଙ୍ଗା ତଟକୁ ଚାଲି ଆସିଲେ ଭାଗବତ କଥାମୃତ ପାନ କରିବା ପାଇଁ। ଯଦା ଜାତସ୍ତଟଂ ते तु तदा कोलाहलोऽप्यभूत् भूर्लोको देवलोके च ବ୍ରହ୍ମଲୋକେ ତଥୈବ ଚ। ସେମାନେ ଆସି ସେଇ ଘାଟରେ ପହଞ୍ଚୁ ପହଞ୍ଚୁ ଭୂଲୋକ, ଦେବଲୋକ, ବ୍ରହ୍ମଲୋକ ଆଦି ସବୁ ଲୋକରେ ପ୍ରଚାରିତ ହେଇଗଲା ଯେ ସେଠାରେ ଭାଗବତ କଥାର ଆୟୋଜନ ହଉଛି। ତାହେଲେ ସବୁ ସ୍ଥାନରେ ପ୍ରଚାରିତ ହେଇଗଲା। ସେତେବେଳେ ଯେଉଁ ସ୍ଥାନରେ ଭାଗବତ କଥା ଆଲୋଚନା ହୁଏ ପୂର୍ବରୁ ସମସ୍ତଙ୍କୁ ଜଣେଇ ଦିଆଯାଏ ଯେ ଏଇ ସ୍ଥାନରେ ଭାଗବତ କଥା ହେଉଛି ଏବଂ ଆପଣ ମାନେ ଆସି ଶ୍ରବଣ କରିବା ହୁଅନ୍ତୁ ବୋଲି ନିମନ୍ତ୍ରଣ ଦିଆଯାଏ ସମସ୍ତଙ୍କୁ। ତେଣୁ ସମସ୍ତେ ଯେତେବେଳେ ବ୍ରହ୍ମଲୋକ, ଦେବଲୋକ, ବ୍ରହ୍ମଲୋକ, ଭୂଲୋକ ସବୁ ସ୍ଥାନରେ ପ୍ରଚାରିତ ହେଇଗଲା ଭାଗବତ କଥା ଆୟୋଜନ ହେଉଛି ବୋଲି ସମ୍ବାଦ ସବୁଆଡେ ପ୍ରଚାରିତ ହେଇଗଲା। ଶ୍ରୀମଦ୍ ଭାଗବତ पीयूष पानाय रसलंपटा धावन्त प्यायुः सर्वे प्रथमं च जे च वैष्णवः। ଯେଉଁଠି ଯେତେ ଭାଗବତ କଥା ରସିକ ବିଷ୍ଣୁ ଭକ୍ତ ଥିଲେ ଅନ୍ୟମାନେ ଆସିବା ପୂର୍ବରୁ ସେମାନେ ସମସ୍ତେ ଶ୍ରୀମଦ୍ ଭାଗବତ କଥାମୃତ ପାନ କରିବା ନିମନ୍ତେ ସେଠାକୁ ଧାଇଁ ଆସିଲେ। ତାହେଲେ ଏତେ ଭାଗବତ କଥା ରସିକ ଯୋଉମାନେ ସେମାନେ ଆଉ ନିମନ୍ତ୍ରଣ ପାଇଁ ଅପେକ୍ଷା ନ କରି ଦୌଡ଼ି ଆସିଲେ, କେମିତି ଆମେ ଭାଗବତ କଥା ଟିକେ ଶୁଣିଦବୁ, ଏଇ କର୍ଣ୍ଣରେ ପାନ କରିବୁ ଭାଗବତ କଥାମୃତ। ସେଇଥିପାଇଁ ସେମାନେ ଦୌଡ଼ି ପଳେଇ ଆସିଲେ ସେ ସ୍ଥାନକୁ। भृगुर्वसिष्ठस्य वनश्च गौतमो मेधातिथिर्दे बलदेवरातो रामस्तथा गाधीसुतश्च साकलो मृकण्डुपुत्र त्रिजपि पिप्पलाद जोगेश्वरौ व्यासपराशरौ च छायासुकजाजळीज अह्नुमुख्याः सर्वेऽप्यमी मुनिगणाः सह पुत्रशिष्या स्वस्त्रीभिराय युरति प्रणयेन युक्ता। ତାହେଲେ ସେ ସ୍ଥାନକୁ ଆଉ କିଏ କିଏ ଆସିଲେ ନା ଭୃଗୁ, ବଶିଷ୍ଠ, ଚ୍ୟବନ, ଗୌତମ, ମେଧାତିଥି, ଦେବଳ, ଦେବରାତ, ପରଶୁରାମ, ବିଶ୍ୱାମିତ୍ର, ସାକଳ, ମାର୍କଣ୍ଡେୟ, ଦତ୍ତାତ୍ରେୟ, ପିପ୍ପଳାଦ, ଯୋଗେଶ୍ଵର, ବ୍ୟାସ, ପରାଶର, ଛାୟାଶୁକ, ଜାଜଳି, ଜହ୍ନୁ ଆଦି ସବୁ ପ୍ରଧାନ ପ୍ରଧାନ ମୁନି ନିଜ ନିଜର ପୁତ୍ର, ଶିଷ୍ୟ ଏବଂ ସ୍ତ୍ରୀଙ୍କୁ ଧରି ଅତି ଆନନ୍ଦରେ ଆସି ସେଠାରେ ପହଞ୍ଚିଗଲେ। ଏଇ ପ୍ରକାରରେ ଆସି ସେ ସ୍ଥାନରେ, ସେଇ ପବିତ୍ର ସ୍ଥାନରେ, ଯେଉଁ ସ୍ଥାନରେ କି ଭାଗବତ କଥାର ଜ୍ଞାନ ଯଜ୍ଞ ଆୟୋଜନ କରାଯାଉଥିଲା ସେ ସ୍ଥାନରେ ଆସି ପହଞ୍ଚିଗଲେ। ବେଦାନ୍ତିନ ଚ वेदान्तानि च वेदाश्च मन्त्रतन्त्रस्वमूर्तयः दश सप्त पुराणानि शास्त्राणि तथा ययुः। ସେମାନଙ୍କ ଛଡା ବେଦ, ବେଦାନ୍ତ, ଉପନିଷଦ, ମନ୍ତ୍ର, ତନ୍ତ୍ର, ସପ୍ତଦଶ ପୁରାଣ ଓ ଷଟ୍ ଶାସ୍ତ୍ର ଏବଂ ମୂର୍ତ୍ତିମାନ ହୋଇ ସେଠାରେ ଉପସ୍ଥିତ ଆସି ହୋଇଗଲେ। ବେଦ ବେଦାଦି ମଧ୍ୟ ସେମାନେ ମୂର୍ତ୍ତିମାନ ଅର୍ଥ ଶରୀର ଗ୍ରହଣ କରି ସେଠାରେ ଆସି ଉପସ୍ଥିତ ହୋଇଗଲେ ଶ୍ରବଣ କରିବା ପାଇଁ। ଗଙ୍ଗାଦ୍ୟା ସରିତ ସତ୍ର ପୁଷ୍କରାଦି ସରାଂଶି च क्षेत्राणि च दिश सर्व दण्डकादि
वनानि च नागादयो जजुस्तत्र देवगन्धर्वदानवः गुरुत्वत्र त्वतत्र नायातान् भृगुः सम्बुद्ध्य चानय गंगा आदि नदी माने पुष्कर आदि सरोवर माने कुरुक्षेत्र आदि क्षेत्र माने दंडक आदि वन माने हिमालय आदि पर्वत माने दिग माने तथा देव गंधर्व दानव आदि समस्ते भागवत शुणा चली आसिले जे माने निज निजर गौरव गरिमा कारण आसुनथिले महर्षि भृगु से बुझाई सुझाई सेठाकु नहीं आसिले ताले एई प्रकार रे समस्ते आसी से स्थान रे पहुंची गले भागवत कथामृत श्रवण करबा पाई दीक्षिता नारदे नाथ दत्तमासनमुत्तमं कुमारा वंदिता सर्वे निषेदुः कृष्ण तत्परः भागवत प्रवचन शुणाइबा निमंते दीक्षित होई श्रीकृष्ण परायण सनकादि चारि ऋषि नारदंग प्रदत्त श्रेष्ठ आसन रे विराजमान हेले समस्त समस्त श्रोता सेमानंकु वंदना कले ताले से जो सनकादि ऋषि चारि ऋषि आसी नारद जो आसन देइथिले सेठारे बसिले और अन्य समस्त श्रोता कौन कले तांको से सनकादि ऋषि को वंदना कले वैष्णवाश्च विरक्ताश्च न्यासिनो ब्रह्मचारिणः मुखभागे स्थिता ते च तदग्रे नारदः स्थितः श्रोता मानक मध्य वैष्णव बैरागी सन्यासी और ब्रह्मचारी माने आगरे बसिले एवं से समस्त आगरे नारद विराजमान हेले ताहले समस्ते जो जो स्थान रे बसिबा कथा बसिले और नारद देवर्षि नारद जेहेतु मुख्य श्रोता से आगरे बसिले एक भागे ऋषिगण तदन्यत्र दिवौकसः वेदोपनिषदोऽन्यत्र तीर्थन्यत्र श्रीयोन्यतः गोटे पटे ऋषिगण आउ गोटे पटे देवगण बसिले वेद उपनिषद गोटे स्थान रे और तीर्थ माने अन्य स्थान रे रहिले एवं अनेक स्थान रे बसिले नारीगण जय शब्द नमः शब्द शंख शब्द तथैव च चूर्ण लाजा प्रसूना निक्षेप सुमहानभूत तापरे सकल दिगरु जय जयकार नमस्कार और शंख ध्वनि हेबाकु लागिला एवं बहु परिमाण रे अबीर कुंकुम खई और पुष्प वृष्टि हेबाकु लागिला विमानानि समारुह्य कियन्तो देवनायकः कल्पवृक्ष प्रसूनैस्तान् सर्वं तत्र समाकिरन् केतक श्रेष्ठ देवता विमान मानकरे बसी आकाश मार्गरु ही सेठारे उपस्थित समस्तଙ୍କ उपरे कल्पवृक्षर पुष्प वृष्टि कले सुतवाच एवं तेष्वेकचित्तेषु श्रीमद्भागवतस्य च महात्म्यमुचिरे स्पष्टं नारदाय महात्मने श्री सुतमुनि कहिले एपरि भावरे पूजा समाप्त हेबा परे जेतेबेले समस्ते एकाग्रचित्त होइगले सेतेबेले सनकादि ऋषि महात्मा नारद को श्रीमद् भागवत महात्म्य स्पष्ट भाव शुणाइबा आरंभ कले ताले जेतेबेले समस्ते एकाग्र हेई बसीगले समस्ते निज निज स्थान रे सेतेबेले एकाग्र चित्त होइगले होई जाइथिबा श्रोतागण को एवं नारद को सनकादि ऋषि श्रीमद् भागवतर महात्म्य कहवा आरंभ कले कुमार हो अथ ते वर्ण्यते स्माभि अरे महिमा सुखशास्त्रज जस्य श्रवण मात्रेण मुक्ति करतले स्थिता सनकादि कहले वर्तमान आमे आपण मानू भागवत शास्त्र महिमा शुणाऊछु यह श्रवण करने मात्रे मुक्ति हाथ मुठा को चली आसे ताले यही जो शास्त्र यही जो भागवत शास्त्र आमे कहीं शुणा ना ता श्रवण करने मात्रे मात्र के श्रोतार कौन हुए ना प्राप्त हो जाए मुक्ति तार हाथ मुठा को आसे अर्थ मुक्ति तापाई सुलभ हो जाए किए कहते ना कुमार सनक सनदादि सनत कुमार आदि चारि ऋषि कहते सदा सेव्या श्रीमद् भागवती कथा जस्याः श्रवण मात्रेण हरिचित्तम समाश्रे कहते श्रीमद् भागवत कथा सर्वदा श्रवण और आस्वादन करने आवश्यक यह श्रवण करने मात्र के श्रीहरि आसी हृदय रे विराजित हो जाती
ताहले एई प्रकार महत्व आमे जदि श्रीमद् भागवत कथा यदि श्रवण करिबा ताहले कौन हुए ना श्रोतार हृदय रे प्रवेश करी जानती कर्ण मध्य नहीं प्रवेश करी हृदय रे रही जानती श्रीहरि ग्रंथोष्टादश सहस्रो द्वादशा स्कंद संहितः परीक्षित संवाद ଶୃଣୁ ଭାଗବତମ୍ ଯଥା ଏଇ ଗ୍ରନ୍ଥରେ 18,000 ଶ୍ଲୋକ ଓ 12ଟି ସ୍କନ୍ଦ ରହିଛି ତଥା ଏଥିରେ ଶ୍ରୀ ସୁକଦେବ ଓ ରାଜା ପରୀକ୍ଷିତଙ୍କ ସମ୍ବାଦ ରହିଛି ଆପଣ ମାନେ ଏହି ଭାଗବତ ଶାସ୍ତ୍ର ମନ ଧ୍ୟାନ ଦେଇ ଶୁଣନ୍ତୁ ବୋଲି ସନକାଦି ଋଷି କହୁଛନ୍ତି तावत् संसार चक्रेऽस्मिन् भ्रमतो ज्ञानतः पुमान् यावत् कर्णगता नास्ति सुख शस्त्र गता क्षणम् जे पर्यंत क्षणक ପାଇଁ ହେଲେ ମଧ୍ୟ ଏହି ସୁଖ ଶାସ୍ତ୍ର କଥା କାନରେ ପଡି ନଥାଏ ସେ ପର୍ଯ୍ୟନ୍ତ ଜୀବ ଅଜ୍ଞାନ ବଶତଃ ଏହି ସଂସାର ଚକ୍ରରେ ପଡି ଘୁରୁଥାଏ ତାହେଲେ କହୁଛନ୍ତି ଯେ ସଂସାର ଚକ୍ରରେ ପ୍ରାଣୀଟି ଘୁରୁଥାଏ କଣ ପାଇଁ ନା ଯଦି ସେ କ୍ଷଣକ ପାଇଁ ହେଲେ ମଧ୍ୟ ସୁଖ ଶାସ୍ତ୍ର ଯୋଉ ଭାଗବତ କୁ କ୍ଷଣ ମାତ୍ର ଯଦି ଶ୍ରବଣ ନ କରିଥାଏ ତାହେଲେ ତାର ଅତ୍ୟନ୍ତ ଦୟନୀୟ ଦଶା ହେଇଯାଏ ଅତ୍ୟନ୍ତ ଦୁଃଖଦାୟକ ଅବସ୍ଥା ତାର ହେଇଯାଏ କହୁଛନ୍ତି ସନକାଦିରୁ ଏଇ ସଂସାର ଚକ୍ରରେ ହିଁ ସେ ଘୁରି ବୁଲେ किं श्रुतैर्बहुभिः शास्त्रैः पुराणैश्च भ्रमा बहिः एकं भागवतं सहस्रं मुक्तिदानेन गर्जति मुक्ति देवा निमंते एकमात्र भागवत शास्त्र सेवन ही यथेष्ट तेणु अन्यान्य नानाविध शास्त्र और पुराण शुणी लाभ कौन से सब शुणिले बरं वृथारे मनुष्यर भ्रम बढ़े ताले ए सब जदि आमे अधिक ताले भ्रम बढ़िबो भ्रम बढ़िले जदि आमे ठीक रे नानाविध शास्त्र और पुराण जदि आमे ठीक रे न शुणिबा ताहले जदि आमे एक को ग्रहण न करिबा काहे ना मनुष्यर कलिजुगर मनुष्यर आयुष तो सीमित तेणु से कौन करे ना ब्रह्मरे पड़ी जाए जदि अधिक कथा शुणे अनेक प्रकार कथा शुणे नाना मुनिंकर नाना मत भावरे से अनेक कथा शुणिले तार समय नष्ट हो जाए एवं भ्रमरे पड़ी जाए तेणु सनकादि ऋषि कहउचंती जे भ्रमरे न पड़ी एक शास्त्र एई भागवत शास्त्र ही शुणिबा उचित कथा भागवतस्यापि नित्यं भवति यद्गृहे तद्गृहं तीर्थरूपं हि बसतां पापनाशनम ଯେଉଁଠାରେ ପ୍ରତିଦିନ ଶ୍ରୀମଦ୍ ଭାଗବତ କଥା ଚର୍ଚ୍ଚା ହୁଏ ସେଇ ଘର ତୀର୍ଥ ରୂପ ହୋଇଯାଏ ଏବଂ ସେଇ ଘରର ଲୋକଙ୍କର ସକଳ ପାପ ନଷ୍ଟ ହୋଇଯାଏ ଏଠାରେ କହୁଛନ୍ତି ଭାଗବତ କଥା ସେତେବେଳେ ତ ଭାଗବତ କଥା ପ୍ରତ୍ୟେକ ଦିନ ସନ୍ଧ୍ୟାରେ ସମସ୍ତଙ୍କ ଘରେ ପାଠ କରାଯାଏ କାହିଁକି ନା ସେମାନେ ଠିକ ଜାଣିଥିଲେ ଯେ ଭାଗବତର ମହତ୍ଵ କଣ ଭାଗବତ କାହିଁକି ଆମେ ପ୍ରତ୍ୟେକ ଦିନ ପଢିବା ଅଭ୍ୟାସ ବଶତଃ ମଧ୍ୟ ପରମ୍ପରା କ୍ରମେ ପ୍ରତ୍ୟେକ ଘରେ ଏହା ପାଠ କରାଯାଏ ଏବଂ ଭାଗବତ ଟୁଙ୍ଗି ମଧ୍ୟ ପ୍ରତ୍ୟେକ ଗ୍ରାମର ପ୍ରତ୍ୟେକ ସାହିରେ ବା ଗ୍ରାମରେ ରହିଥାଏ ଯୋଉଠିକି ଭାଗବତ ଆଲୋଚନା କରାଯାଏ ତେଣୁ ଏଠାରେ କହୁଛନ୍ତି ମହତ୍ଵ କ୍ରମରେ ଯେ ଯେଉଁଠାରେ ଭାଗବତ କଥା ଚର୍ଚ୍ଚା ହୁଏ ଯେଉଁ ଘରେ ସେ ଘର ତୀର୍ଥ ରୂପ ହୋଇଯାଏ କାହିଁକି ନା ସେଇ ଘରେ ତ ଭଗବାନ ନିଜେ ଆବିର୍ଭାବ ହୋଇଯାଆନ୍ତି ତେଣୁ ସେ ଘର ତୀର୍ଥ ରୂପ ହୋଇଯାଏ ଏବଂ ସମସ୍ତଙ୍କର ଘରର ସମସ୍ତ ଲୋକଙ୍କର ସକଳ ପାପ ନଷ୍ଟ ହୋଇଯାଏ ଅଶ୍ୱମେଧ ସହସ୍ରାଣୀ ବାଜପେୟ ଶତାନି च ଶୁକ ଶସ୍ତ୍ର କଥା କଳାମ ନାଶନ୍ତି ଷୋଡଶୀମ ପୁଣି କହୁଛନ୍ତି ଯେ ଏହି ସୁଖ ଶାସ୍ତ୍ର କଥାର ପ୍ରଭାବ 16 ଅଣା ହେଲେ 1000 ଅଶ୍ୱମେଧ ଓ 100 ବାଜପେୟ ଯଜ୍ଞ ର ପ୍ରଭାବ ମିଶ୍ରିମ ଅଣାଏ ମଧ୍ୟ ହୋଇପାରିବ ନାହିଁ କହୁଛନ୍ତି ଏତେ ସୁଖ ଶାସ୍ତ୍ର ଭାଗବତର ମହତ୍ଵ ଯେ ଆମେ ଯଦି ତାର ଯଦି ସୁଖ ଶାସ୍ତ୍ରର ଅର୍ଥ ଭାଗବତ କଥାର ମହତ୍ଵ 16 ଅଣା ହୁଏ ତାହେଲେ 1 ଅଣା ମଧ୍ୟ ହେବ ନାହିଁ 1000 ଅଶ୍ୱମେଧ ଯଜ୍ଞ ଯଦି ଆମେ କରିବା କିମ୍ବା 100 ବାଜପେୟ ଯଜ୍ଞ କରିବା ତାର ପ୍ରଭାବ ମିଶି ଗୋଟିଏ ଅଣା ମଧ୍ୟ ହୋଇପାରିବ ନାହିଁ କିନ୍ତୁ ସୁଖ ଶାସ୍ତ୍ର ଭାଗବତ କଥା ହଉଛି 16 ଅଣା ତେଣୁ ଏଇ ପ୍ରକାରର ମହତ୍ଵ ନିଜେ ପ୍ରକାଶ କରୁଛନ୍ତି ସନକାଦି ଋଷି तावत् पापानि देहेऽस्मिन् तपोधनाः यावन्न श्रूयते सम्यक् श्रीमद्भागवतं नरैः
हे तपस्वी मुनि और ऋषिगण जे पर्यंत मनुष्य भल रूपे श्रीमद भागवत श्रवण करना से पर्यंत ता देहरे पाप निवास करिथाए। भल रूपे अर्थ भल भाव न बुझी न शुणी जदि मनुष्य ताहले ता निकटरे ता शरीर रे तार मध्यरे ता अंतकरण रे पाप निवास करे बोली कहउचंती सनकादि ऋषि। न गंगा न गया काशी पुष्करम न प्रयागकम सुख शास्त्र कथा यश फले न समतांग नये। फल दृष्टि देखिले गंगा गया काशी पुष्कर बा प्रयाग आदि कौन तीर्थ यही सुखशास्त्र समकक्ष हो पारिब नाही। ताले कहउचंती पुनर्बार कहउचंती गंगा गया आदि तीर्थ स्थान को मध्य जीवा आवश्यक नहीं। यदि आमे सुखशास्त्र को नित्य पाठ करिबा ताहले से सबु से तीर्थ क्षेत्र मध्य समकक्ष हो पारिबे नाही। एई शास्त्र सुखशास्त्र एई भागवत ग्रंथ श्लोकार्धम श्लोकपादम वा नित्यं भागवतोद्भवम् पठस्व स्वमुखेनैव यदि इच्छसि पराम गतिम। यदि आपण माने परम गति प्राप्ति चाहुचंती तेबे प्रतिदिन निज मुखरे श्रीमद भागवत अंततः गोटे श्लोक बा तार अर्धेक अथवा एक चतुर्थांश नियम पूर्वक पाठ करंतु। कहउचंती जे जदि आपण माने न पारुचंती गोटे श्लोक ताहले श्लोकर अधा पढ़ंतु किंबा गोटे शब्द पढ़ंतु किंबा गोटे श्लोकर एक चतुर्थांश यदि आमे पाठ करिबा ताहले मध्य अनेक लाभ बोली प्रकाश करूछन्ते। वेदादिर्वेदमाता च पौरुषं सुक्तमेव च त्रयी भागवतं चैव द्वादशाक्षर एव च। द्वादशात्मा प्रयाग च काल संवत्सरात्मक ब्राह्मणाग्निहोत्रं च सुरभिर्द्वादशी तथा तुलसी च वसन्तश्च पुरुषोत्तम एव च एतेषां तत्त्वतः प्राज्ञैर्न पृथक् भावयिष्यते। पुनर्बार कहउचंती ओंकार गायत्री पुरुष सूक्त तीन वेद श्रीमद भागवत ओम नमो भगवते वासुदेवाय यही द्वादशाक्षर मंत्र द्वादश मूर्तिधारी सूर्य भगवान प्रयाग संवत्सर रूप काल ब्राह्मण अग्निहोत्र गोमाता द्वादशी तिथि तुलसी वसंत ऋतु एवं भगवान पुरुषोत्तम ए सबुंक मध्यरे बुद्धिमान लोक वस्तुतः कौनसी प्रभेद थिबा स्वीकार करंती नाही। ताले एठारे अनेक गुड़िए गुरुत्वपूर्ण कथा कहउचंती जे सबु समान अर्थ गायत्री मंत्र जहा ओंकार से पुरुष सूक्त वेदर जो पुरुष सूक्त रही से सूक्त जो भली पवित्र तीन वेद एवं श्रीमद भागवत एवं जो भगवान नाम ओम नमो भगवते वासुदेवाय जो मंत्र एवं द्वादशाक्षर मंत्र जो एवं द्वादश मूर्तिधारी सूर्य भगवान प्रयाग इत्यादि सबु समान भाव जे ग्रहण करती से ही ज्ञानी बोली कहउचंती सनकादि ऋषिगण। जश्च भागवतं शास्त्रं वाचयेदर्थत्वनिशं जन्म कोटिकृतं पापं नश्यते नात्र संशयः। पुनर्बार कहउचंती जे प्रत्यह अर्थ सहित श्रीमद भागवत शास्त्र पाठ करे तार कोटि जन्म पाप जे नष्ट हो जाए से तिले मात्र संदेह नहीं। तेणु आमे निहाती श्रीमद भागवत शास्त्र को अर्थ सहित पाठ कले आमर केते जे जन्मर जो पाप रही ताहा अचिरे अति सहजरे नष्ट हो जाए। श्लोकार्धम श्लोकपादं वा पठेद भागवतं च जः नित्यं पुण्यमवाप्नोति राजसूयास्वमेधयोः। जे प्रतिदिन भागवतर गोटे श्लोकर अधा एपरिकी एक चतुर्थांशर अर्थ सहित पढ़े ताकू राजसूय और अश्वमेध यज्ञर फल मिले। तेणु से कहउचंती सनकादि ऋषि कहउचंती जे आमे यदि एक चतुर्थांश श्लोकर एक चतुर्थांश भी आमे पढ़िबा आमे अर्थ सहित पाठ करिबा ताहले अश्वमेध यज्ञ बा कौनसी कर्म सत्कर्म आवश्यक नहीं। ज्ञान यज्ञ जो कही पूर्वर ज्ञान यज्ञ सर्वश्रेष्ठ ज्ञान यज्ञ हूँ सत्कर्म हूँ हमारे भागवत पाठ ये कहउचंती जे
ଅଶ୍ୱମେଧ ଆଦି ଯଜ୍ଞ ମଧ୍ୟ ତାର ଫଳ କିଛି ନୁହଁ ଯଦି ଆମେ ରାଜସୂୟ ଯଜ୍ଞ ଅଶ୍ୱମେଧ ଯଜ୍ଞ ମଧ୍ୟ କିଛି ଆବଶ୍ୟକ ନାହିଁ ଯଦି ଆମେ ଭାଗବତ କୁ ପାଠ କରିବା ବା ଶ୍ରବଣ କରିବା। उक्तं भागवतं नित्यं कृतं च हरिचिन्तनं तुलसी पोषणं चैव धेनूनां सेवनं समम्। नित्य भागवत पाठ करिबा, नित्य भगवत चिंतन करिबा, नित्य तुलसी वृक्ष रे जल देवा एवं प्रतिदिन गोमातांकर सेवा करिबा, एही चारोटी कर्म समान फलप्रद। एठारे कहउचंती जे आउ कोन कोन भागवत पाठ सहित तुलनीय ना नित्य भगवत चिंतन करिबा जहा, नित्य भागवत पाठ करिबा सेया एवं नित्य तुलसी वृक्ष रे जल देवा सेया एवं प्रतिदिन गोमातांकर सेवा करिबा ମଧ୍ୟ ସେଇ ସମାନ ଫଳ ବୋଲି କହୁଛନ୍ତି ସନକାଦି ऋषि। अंतकाले तु जेनैव श्रूयते सुखशास्त्र वा प्रीत्या तस्यैव वैकुंठे गोविंदपि प्रगच्छति। जो व्यक्ति जीवनर अंत काल श्रीमद् भागवत वाक्य श्रवण करती भगवान तांको परे संतुष्ट होई तांको वैकुंठ धाम प्रदान करती। जो व्यक्ति यही पुराण को सुवर्ण सिंहासन रे रखी विष्णु भक्त को दान करती से निश्चित रूपे भगवान का साजुज्य लाभ करती। पुनर्बार कहते जे एई शास्त्र एई अंत काल रे जे श्रीमद् भागवत श्रवण करती भगवान तांको ऊपर संतुष्ट होई तांको वैकुंठ धाम प्रदान करती। एवं यदि आमे एई महापुराण को सुवर्ण सिंहासन रे रखी जने विष्णु भक्त को प्रदान करिबा ताहले भगवान का साजुज्य लाभ हो बोली कहउचंती। हेम सिंह जुतम चैतद वैष्णवाय ददाति च कृष्णेन सह साजुज्यम सपुमां लभते ध्रुवम। आजन्म मात्रमपि जेन सठेन किंचित् चित्तं विधाय सुखशास्त्र कथा न पीता चंडालवच्च खरवत तेन नीतं मिथ्या स्वजन्म जननी जनि दुख भाजा। जो मूढ़ नर निज जीवन काल मध्य चित्त को एकाग्र करी श्रीमद् भागवत कथामृत सामान्य टिके भी रसास्वादन करी नाही जानन्तु से तार समग्र आयु चांडाल और गर्धव परी वृथारे ही कटई देला। सेही मूढ़ निज माता को केवल प्रसव पीड़ा देवा निमंते ही जन्म होइतला। ताले कहउचंती आहुरी धिक्कार करी कहउचंती सनकादि ऋषि जे जो मूढ़ व्यक्ति जो मूर्ख व्यक्ति जीवन काल मध्य निजर चित्त को निजर मन को एकाग्र करी श्रीमद् भागवत कथामृत टिके भी आस्वादन न करिछि सेही रस को आस्वादन न करिछि ताले से कौन तार जो आयुष रही तार जो से जो रहिला जेतिकी वर्ष से संसार रे रहिला से तार आयुष किपरि ना चांडाल सदृश किंबा गर्धव अर्थ गध सदृश तार वृथारे ही से मनुष्य जीवन टाको कटाई देला एवं से जो प्रसव पीड़ा तार माता को देला से प्रसव पीड़ा से जो जन्म समय जो जंत्रणा देछि से माता को केवल जंत्रणा दबा पाई ही जन्म होइछि कौन सी तार लाभ से मनुष्य जन्मर कौन सी लाभ नहीं पारिला नहीं कि माता पिता को मध्य दे पारला नहीं। जीवोत्सव निगदितः स तु पाप कर्म जेन श्रुतम सुख कथा वचनम न किंचित धिक्तु तं नरम पशु समम भुवि भर रूप मेवं वदन्ति दिवि देव समाज मुख्या। पुनर्बार धिक्कार करुचंदी सत धिक्कार करुचंदी सेई व्यक्ति को जे एई सुखशास्त्र भागवत को ग्रहण न करिचंदी पाठ न करिचंदी श्रवण न करिचंदी जे ही सुखशास्त्र को सामान्य टिके भी शुणे नाही सेही पापात्मा तो बंची थाउ थाउ मुर्दार सदृश स्वर्गर देवाधिपति इंद्रादि कहिथांती पृथ्वीर भारस्वरूप होइथुआ सेही पशुतुल्य मनुष्य को धिक अर्थ कहउचंदी आहुरी कटु भाषा रे समालोचना करुचंदी सेई व्यक्ति को जे संसार रे जन्म ग्रहण करिछि मनुष्य जन्म पाइछि एवं अनेक कर्म करी मध्य जदि से सामान्य
ସୁଖଶାସ୍ତ୍ର କୁ ଅର୍ଥାତ ଭାଗବତ ଶାସ୍ତ୍ର କୁ ଶ୍ରବଣ ନ କରିଛି ତାହେଲେ ସେ ବଞ୍ଚିକିରି ମଧ୍ୟ ମୁର୍ଦାର ସଦୃଶ ଅର୍ଥ ଶବ ସଦୃଶ ଅର୍ଥ ସେ ବଞ୍ଚିକିରି କୌଣସି ଲାଭ ନାହିଁ ସେ ମୃତ୍ୟୁ ତୁଲ୍ୟ ଜୀବନ ନିର୍ବାହ କରିଛି ବୋଲି କହୁଛନ୍ତି। ଏମିତିକି ଇନ୍ଦ୍ରାଦି କହିଛନ୍ତି ମଧ୍ୟ ଏଇ ପୃଥିବୀର ଭାର ସ୍ୱରୂପ ହୋଇଛନ୍ତି ଅର୍ଥ ଓଜନ କେବଳ ଦେଇଛନ୍ତି ପୃଥିବୀ ମାତାଙ୍କୁ କିଛି ତାଙ୍କର ବଞ୍ଚିବାର ଲାଭ ନାହିଁ। ଏଇଭଳି ମନୁଷ୍ୟ ପଶୁ ତୁଲ୍ୟ ଏବଂ ଏଇପରି ମନୁଷ୍ୟକୁ ଶତଧିକାର ବୋଲି କହିଛନ୍ତି ଇନ୍ଦ୍ର ମଧ୍ୟ ଦେବାଧିପତି ଇନ୍ଦ୍ର। ଦୁର୍ଲଭୈବ କଥା ଲୋକେ ଶ୍ରୀମଦ୍ ଭାଗବତୋଦ୍ଭବା କୋଟି ଜନ୍ମ ସମୁତ୍ଥେନ ପୁଣ୍ୟ ନୈବ ତୁ ଲଭ୍ୟତେ। ସଂସାରରେ ଶ୍ରୀମଦ୍ ଭାଗବତ କଥା ଶୁଣିବାକୁ ମିଳିବା ନିଶ୍ଚିତ ରୂପେ ଦୁର୍ଲଭ। ଗୋଟିଏ ଜନ୍ମର ପୁଣ୍ୟ ବଳରେ ଏହା ଶୁଣିବାକୁ ମିଳିଥାଏ। ତାହେଲେ ଏଠାରେ କହୁଛନ୍ତି ଯେ କେତେ ମୂଲ୍ୟବାନ ହଉଛି ଶ୍ରୀମଦ୍ ଭାଗବତ କଥା ଯଦି ଆମକୁ ଶୁଣିବାକୁ ମିଳୁଛି ତାହା ଅତ୍ୟନ୍ତ ଦୁର୍ଲଭ ଅତ୍ୟନ୍ତ କୋଟିଏ ଜନ୍ମ ପୁଣ୍ୟ ବଳରେ ଏହା ଶୁଣିବାକୁ ମିଳିଥାଏ ବୋଲି କହୁଛନ୍ତି ସନକାଦି ଋଷିଗଣ ଦେବର୍ଷି ନାରଦ ଏବଂ ଅନେକ ଋଷି ମୁନି ସବୁ ରହିଛନ୍ତି। ତୀର୍ଥ ମାନେ ମଧ୍ୟ ରହିଛନ୍ତି। ବେଦ ଗଣ ମଧ୍ୟ ନିଜର ମୂର୍ତ୍ତି ରୂପ ହୋଇ ସଜୀବ ଆକାରରେ ବସି ସଂସାର ସେଇ ସ୍ଥାନରେ ବସି ଶ୍ରବଣ କରୁଛନ୍ତି। ସେମାନଙ୍କୁ କହୁଛନ୍ତି ଯେ ଭାଗବତ କଥା ଶୁଣିବାକୁ ମିଳିବା ଅତ୍ୟନ୍ତ ଦୁର୍ଲଭ। ଗୋଟିଏ ଜନ୍ମର ପୁଣ୍ୟ ବଳରେ ତାହା ଆମକୁ ଶୁଣିବାକୁ ମିଳିଥାଏ। ପୁନର୍ବାର ତେନ ଯୋ ନିଧେ ଧୀମାନ୍ ଶ୍ରୋତବ୍ୟ ସା ପ୍ରଯତ୍ନତଃ ଦୀନାନାଂ ନିୟମୋ ନାସ୍ତି ସର୍ବଦା ଶ୍ରବଣମ୍ ମତମ୍। ହେ ନାରଦ ଆପଣ ସତରେ ବଡ ବୁଦ୍ଧିମାନ ଓ ଯୋଗନିଧି। ଆପଣ ଯତ୍ନର ସହିତ ଏହା ଶ୍ରବଣ କରନ୍ତୁ। ଏହି ଭାଗବତ କଥା କେତେ ଦିନ ଶୁଣିବାକୁ ପଡିବ ସେପରି କିଛି ନିର୍ଦ୍ଦିଷ୍ଟ ନିୟମ ନାହିଁ। ଏହାକୁ ସର୍ବଦା ଶୁଣିବା ଭଲ। ତାହେଲେ ପୁନର୍ବାର କହୁଛନ୍ତି କେତେ ଦିନ ଶୁଣିବା କେତେ ଦିନ ମଧ୍ୟରେ ଶୁଣିବାକୁ ପଡିବ ବୋଲି ଯେତେବେଳେ ନାରଦଙ୍କର ପ୍ରଶ୍ନ ରହିଛି ପୂର୍ବରୁ ତାର ଉତ୍ତର କ୍ରମରେ କହୁଛନ୍ତି ଯେ ଏହା ଏମିତି କିଛି ନିର୍ଦ୍ଦିଷ୍ଟ ନିୟମ ନାହିଁ କେତେ ଦିନ ମଧ୍ୟରେ ଶୁଣିବ ବୋଲି। ଏହା ସର୍ବଦା ଶୁଣିବା ହଉଛି ଅର୍ଥ ସବୁବେଳେ ଏହା ଶୁଣିବାକୁ ମିଳିବା ହଉଛି ଅତ୍ୟନ୍ତ ଭଲ। ସତ୍ୟେନ ବ୍ରହ୍ମଚର୍ଯ୍ୟେଣ ସର୍ବଦା ଶ୍ରବଣମ୍ ମତମ୍ ଅଶକ୍ୟତା କଳୌ ବାଧ୍ୟୋ ବିଶେଷୋତ୍ର ସୁଖାଜ୍ଞୟା। ସତ୍ୟବାଦିତା ଓ ବ୍ରହ୍ମଚର୍ଯ୍ୟ ପାଳନ ପୂର୍ବକ ଏହା ସର୍ବଦା ଶୁଣିବା ଉଚିତ ବୋଲି ମତ ଦେଇଛନ୍ତି। କିନ୍ତୁ କଳି ଯୁଗରେ ତ ସେପରି ହୋଇପାରିବା କଠିନ। ତେଣୁ ଏ ବିଷୟରେ ଶ୍ରୀ ଶୁକଦେବ ଯେଉଁ ବିଶେଷ ବିଧି କହି ଯାଇଛନ୍ତି ତାହା ଜାଣି ରଖିବା ଉଚିତ। ତାହେଲେ ପୁନର୍ବାର କହୁଛନ୍ତି ଶୁକଦେବ ପରମହଂସ ସେ ତ ଜାଣିଛନ୍ତି କଳି ଯୁଗରେ ମନୁଷ୍ୟ କେତେ ପ୍ରକାରର କର୍ମରେ ବ୍ୟତିବ୍ୟସ୍ତ ହୋଇ ରହେ ତାକୁ ତ ସମୟ ମିଳେନି। ସେଥିପାଇଁ ଗୋଟେ ନିର୍ଦ୍ଦିଷ୍ଟ ବିଧି ମଧ୍ୟ କହିଛନ୍ତି। ଏଇ ଆମର ସୁଗଶାସ୍ତ୍ର ଏଇ ଭାଗବତ ପାଠର ନିୟମ ଆମେ ତାହା ପରେ ଜାଣିବା। ଆଜି ଏତିକିରେ ରଖିବା। ଓମ୍ ନମୋ ଭଗବତେ ବାସୁଦେବାୟ। ଓମ୍ ନମୋ ଭଗବତେ ବାସୁଦେବାୟ। ଓମ୍ ଶ୍ରୀକୃଷ୍ଣାର୍ପଣମସ୍ତୁ।